ନାଇଁ ଆପଣ ଦୁଇ ତିନିଟା କଥା ଆପଣ କହିଲେ ଯେ ସିଂହ ବାହିନୀ ମାଲିକ ପଛରେ କିଛି ମାଲିକ ଲାଗିଛନ୍ତି। କିଏ ସିଂହ ବାହିନୀ ମାଲିକ କହୁଛନ୍ତି? ପିୟୁଷକୁ ନେଇକି କଣ୍ଟ୍ରୋଭର୍ସି ହେଇଛି। ତା ସବୁ ବୈଠକ ଆଲୋଚନା ସମାଲୋଚନା ପରେ ଯେତେବେଳେ କିଛି ଗତି ମିଳିଲା ନାହିଁ, ଜଣେ ଅନୁଭବ କଲେ, ସିଏ ଆଇନର ଆଶ୍ରୟ ନେଇଛନ୍ତି। ଆମ ଗଣତନ୍ତ୍ର ରାଷ୍ଟ୍ରରେ ଆଇନ ଉପରେ ଯାହା ଆଇନ କି ଯାଇଛି ତାକୁ ନେଇକି ଆମେ ମନ୍ତବ୍ୟ ଦେଇପାରିବା ନାହିଁ। ତେଣୁ କୋର୍ଟ ବିଚାର କରିବ, କଣ ଠିକ ହେଇଛି ଭୁଲ ହେଇଛି ଆଗାମୀ ଦିନରେ ଜଣା ପଡିବ। ଆପଣ ଏଇନାକେ ଠିକ ହେଇଛି କହିପାରିବେନି କି ଭୁଲ ହେଇଛି କହିପାରିବେନି। ତେଣୁ ଆଇନ ତା ବାଟରେ ଯିବ ଆଉ। ଏଇଟା ଆଜ୍ଞା ସେଦିନ ଆପଣଙ୍କ ସଂଘ ମାଲିକ ମାନେ ବସିକି ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ବାପା ଚିଠି ଲେଖିଥିଲେ ଆପଣଙ୍କ ସଂଘକୁ, ମାଲିକ ସଂଘକୁ, ଯେ 1 ବର୍ଷ ବିଶ୍ରାମ ଦିଆଯାଉ। ଆପଣ ତ ସଂଘ ବିଶ୍ରାମ ଦେଇଥିଲେ, ପୁଣି ଏ ବିବାଦ ଅସୁବିଧା କୋଉଠି ହେଲା? ନାଇଁ ବିଶ୍ରାମ ଦେଇନଥିଲେ। ପିୟୁଷ ନିଜେ କହିଥିଲେ ଯେ ମତେ ସେମିତି କରିବେ ନାହିଁ, ମୁଁ ତ ଇଏ କଲି, ମୁଁ 1 ବର୍ଷ ଘରେ ରହିବି ବୋଲି ସିଏ ତାଙ୍କ ଆଡୁ କହିଥିଲେ। ତେଣୁ ମାଲିକ ମାନେ ଯେହେତୁ ବାପ ପୁଅର ସମ୍ପର୍କ ସମସ୍ତେ କହୁଛନ୍ତି, ତେଣୁ ମାଲିକ ମାନେ ବିଚାର କରିକି ତାକୁ ବ୍ୟାନ୍ କାହିଁକି କରିବ, ଗୋଟେ ଖରାପ ହବ। ସମସ୍ତେ ବିଚାର କଲେ। ସିଏ ଯେତେବେଳେ ତା ଆଡୁ ସିଏ ସ୍ୱୀକାର କରୁଛି ଯେ ମୁଁ 1 ବର୍ଷ ମୁଁ ଘରେ ରହିଯିବି, ସବୁ ସମାଧାନ ହେଇଯିବ, ଆଉ ମୁଁ ତାପରେ ଚଳିବି। ସିଏ କହିଥିଲା, ବ୍ୟାନ୍ ହେଇନଥିଲା, ସିଏ ନିଜେ କହିଥିଲେ। ଆମେ ବିଶ୍ରାମ କୁହାହଉଛି ଆଉ। ନାଇଁ ଆପଣ କହିଦେଲେ, ସିଏ ନିଜେ କହିଥିଲେ ଆଜ୍ଞା ଯେ ମୁଁ 1 ବର୍ଷ ରହିଗଲେ ଇଏ ହେଇଯିବ। ଆଜ୍ଞା। ତେଣୁ ସେଇଆ କଥା ହେଇଥିଲା। ଫେର କଣ ହେଇଛି, ଆମର ତ ମିଟିଂ 2-3 ମାସ ହେଲା ବସିନୁ, 4 ମାସ ହେଲା। ଆଉ ତେଣୁ କଣ ହେଇଛି ମୁଁ ଆଉ ଖବର ରଖିନି। ଆଜ୍ଞା। ନାଇଁ ଆପଣ ମାଲିକ ମାନେ ବି ଏଇ ବିବାଦର ସମାଧାନ କରିପାରିଥାନ୍ତେ। ତ କରିପାରିଥାନ୍ତେ, ସେ ତ କୋର୍ଟରେ ଏଇଟା ହେଇଛି ଆଉ ତାହେଲେ କୋର୍ଟ କାହିଁ ଗଲେ? ଆଜ୍ଞା ସେଇବା। ନାଇଁ ଏବେ ବି କୋର୍ଟ ଗଲେ ତା ମାନେ ନୁହଁ ଯେ ସେ କେସ୍ ଟା ଅଟକିବନି। ସମାଧାନ ହେଲେ ପୁଣି ଯାଇକି ୱିଡ୍ର କରିଦେବେ, ଯିଏ ପିଟିସନ ପକେଇଛନ୍ତି ସେ ୱିଡ୍ର ଆଇନ କରିଦେବେ। ଯାହା ନିର୍ଦ୍ଦେଶ ଦେବେ ଉଭୟ ପକ୍ଷ ମାନି ନେବା ଉଚିତ। ଗଣତନ୍ତ୍ର ରାଷ୍ଟ୍ରରେ ଆମେ ଆଇନ କି ସମ୍ମାନ ଦେଇ ଆମେ ମାନିବା। କିନ୍ତୁ ଏଇଟା ଯାତ୍ରା ପାଇଁ ଶୁଭ ସଂକେତ କି ଗୋଟେ କଳାକାରକୁ ମଞ୍ଚ କଳାକାରକୁ ନେଇକି କୋର୍ଟର କାଠଗଡାରେ ଛିଡା କରାଇବା। ଖଣ୍ଡଗିରିରେ ସୁଯୋଗ ଦିଆଗଲା ନାହିଁ ଯୋଉ କଥା କହୁଛନ୍ତି। ଖଣ୍ଡଗିରିରେ କେତେଟି ପାର୍ଟି ନାଚ କରନ୍ତି? 10ରୁ 12ଟା ପାର୍ଟି ଆଉ ନାଚ କରନ୍ତି। ଆଜ୍ଞା। ପାର୍ଟି ଓଡିଶାରେ କେତେ ପାର୍ଟି ଅଛି ଯାତ୍ରା ପାର୍ଟି? ହଁ ସେ ବହୁତ ତ ପାର୍ଟି ଅଛି, ହାତ ଗଣତି ଯୋଉ ନାମୀ ଦାମୀ ମୁଁ ସେ କଥା କହୁନି। ସେମାନେ କଳାକାର ନୁହଁ, କଳାକାର, ତାଙ୍କୁ ଯାତ୍ରା ପାର୍ଟି କୁହା ହୁଏ। ତାଙ୍କୁ କଣ କୁହାଯାଏ? ସେ ବି ଯାତ୍ରା ପାର୍ଟି। ହଁ, ଆଉ ଖଣ୍ଡଗିରିରେ ସୁଯୋଗ ପାଇଲେନି। 6 ମାସ ତ ଘରେ ବସିଥିଲେ। ଚକ୍ରାନ୍ତ କଣ ଏଠାରେ ଗୋଟେ କଣ ଅଛି ଚକ୍ରାନ୍ତ? ଆଜ୍ଞା। ଆହୁରି ମୁଁ ଭାବୁଛି ଉତ୍ତର ବାଲେଶ୍ୱର ପଟେ ଟୋଟାଲି ଉପରେ 100 ଖଣ୍ଡେରୁ ଉର୍ଦ୍ଧ୍ବ ପାର୍ଟି ଅଛି ଯାତ୍ରା ପାର୍ଟି। ଆଜ୍ଞା। ଏଠି 12ଟି ପାର୍ଟି ନାଚ କରିବେ, ସେଠି ବି କଳାକାର ନାଚ କରୁଛନ୍ତି। ସେ କଳାକାର ନୁହଁ, ଏଇ ଯୋଉ 10-12ଟିରେ ଯିଏ ରହିଲେ ସେ କଳାକାର। ସେ ସବୁ କଣ ନେଳିଆକାର? ଆଜ୍ଞା। ନେଳିଆକାର କି? ନାଇଁ, ସବୁ କଳାକାର। ଆଉ ତ ସେଇ କଳାକାର, ଆଉ ସିଏ ବି ବସିଥିବେ କୋଉଠି। ତେଣୁ ବହୁତ କଳାକାର ବି ଅଛନ୍ତି। ଏଇ 10-12ଟି କଳାକାର ଯେ କଳାକାର, ପିୟୁଷ ଯେ କଳାକାର, ଗୋଟେ ଯିଏ ପାଲା ଗାୟକ ବି ସେ କଳାକାର। ଆଜ୍ଞା। ଦାସକାଠିଆ ବାଲା ବି କଳାକାର। ଏଇ କେତେ ଜଣ କଳାକାର ନାହାନ୍ତି? ଆଜ୍ଞା। ହଜାର ଲକ୍ଷ ଲକ୍ଷ କଳାକାର ଅଛନ୍ତି। 4.5 କୋଟି ଓଡିଶାର ଯଦି ଜନସଂଖ୍ୟା ହୁଏ, ସେଥିରେ ଲକ୍ଷ ଲକ୍ଷ କଳାକାର ଅଛନ୍ତି। ନାଇଁ ଆଉ ଗୋଟେ କିଏ କଥା ବି ଫୁଟିକି ବାହାରିଛନ୍ତି, କିଏ ବଣ ମଲ୍ଲି ବଣରେ ଫୁଟିକି ମଉଳି ଯାଇଛନ୍ତି। ଆଜ୍ଞା।
ଗୋଟେ କଥା ବି ବିଚାରକୁ ନିଆଯାଇପାରେ ଯେ ଏଇ ଯୋଉ କଳାକାର ମାନେ ଗୋଟେ ପାର୍ଟି ସହିତ ଚୁକ୍ତିବଦ୍ଧ ଥିବେ, ଅନ୍ୟ ପାର୍ଟି ଚୁକ୍ତିବଦ୍ଧ ନ ସରୁଣୁ ଅନ୍ୟ ପାର୍ଟିରୁ ଆଡଭାନ୍ସ ନେଇକି ପଳେଇ ଯାଉଛନ୍ତି, ଏଇଟା ବି କଳାକାର ବି ସଚେତନ ହେବାର ଆବଶ୍ୟକତା ରହିଛି ନା ନାଇଁ? ନିଶ୍ଚିତ ନିଶ୍ଚିତ ଆବଶ୍ୟକତା ଅଛି। ଗୋଟେ ମାଲିକ ପଇସା ଦେଇଛି, ତାର ବି ଗୋଟେ ସିକ୍ୟୁର ଫିଲ୍ କରିବା ଦରକାର। ତାମାନେ କଣ ହବ, ମୁଁ ପଇସା ଦେଇଛି, ମୁଁ ଜାଣିଛି ମୋର ଏଇ କଳାକାର ଆସିବେ, ସିଏ ଫେରେ ଦେଖିଲା ବେଳକୁ 5 ଜାଗାରେ 7 ଦେଇକି ସେକରକୁ ପଳେଇଛି। ସେଟା ଉଭୟ କଳାକାର ଆଉ ମାଲିକଙ୍କର ଗୋଟେ ମାନେ ଗୋଟେ ନିୟମ ରହିବା ଦରକାର। ସେ ବିଶ୍ୱାସରେ ଚାଲିଥିଲା। ଆଜ୍ଞା। ବିଶ୍ୱାସ, ପଇସା ଆଜି ଅର୍ଥ ଅନର୍ଥର କାରଣ। ସେଠି ମାଲିକ କଳାକାର ଭୁଲ ନାହିଁ, ଏଠି ସମୟ ର ଭୁଲ। ଆଉ ଗୋଟେ କଥା ବାବୁନି ବାବୁ ପଚାରିବାକୁ ଚାହୁଁଛି, ସମାଧାନ ହବ, କେତେ କେତେ କଥା ଯାଇଛି ଯାତ୍ରାରେ, ସମାଧାନ ହେଇଛି, ସମାଧାନ ହବ। କୋର୍ଟ ଫେର ପଶିଲେଣି, ଆଉ ସମାଧାନ ନ ରହିକି କିଛି ବାଟ ଅଛି? ଆଜ୍ଞା।